ମୂଲ୍ୟବୋଧ, ଇତିହାସ, ଐତିହ୍ୟ, ପରମ୍ପରା ଏବଂ ଆମର ମାତୃଭାଷା ଏବଂ ଭବିଷ୍ୟତର ଆବଶ୍ୟକତାକୁ ଧ୍ୟାନରେ ରଖି ଆଜି ଶିକ୍ଷାର ବ୍ୟବସ୍ଥା କେମିତି ହେବ ସେ ଆଧାରରେ ଆଜି ତାକୁ ଆମେ ପ୍ରଚଳନ କରିବା ପାଇଁ ଯାଉଛନ୍ତି। ଏହା ନିଶ୍ଚିତ ଭାବରେ ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ହେବ ଏବଂ ଆମ ପିଲାମାନଙ୍କୁ ସେମାନଙ୍କୁ ସ୍ୱତନ୍ତ୍ରତା ପ୍ରଦାନ କରିବ ଏବଂ ଶିକ୍ଷା କ୍ଷେତ୍ରରେ ଏକ ସୁନିଶ୍ଚିତ ଆଣିବ ଯେଉଁଥିରେ ଶିକ୍ଷାର୍ଥୀମାନେ ଅଧିକ ସୃଜନଶୀଳ ଏବଂ ସ୍ୱାବଲମ୍ବୀ ହେବେ। ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ କିଭଳି ଭାବରେ ଅର୍ଥାତ୍ ଜଣେ ଆଦିବାସୀ ସେ ତା ଯଦି ଆଦିବାସୀ ଭାଷାରେ ତା ଘରେ ତା ପରିବାରରେ ତା ଗାଁରେ ଯଦି ସିଏ ଭାଷାର ଆଦାନ ପ୍ରଦାନ କରୁଛି ତାହେଲେ ସେଇଟା ହିଁ ତାର ପ୍ରଥମ ମାତୃଭାଷା। ଆଉ ସେଇ ମାତୃଭାଷାରେ ସେ କେମିତି ତାକୁ ଶିକ୍ଷା ପ୍ରଦାନ କରାଯାଇପାରିବ ସେଥିପାଇଁ ଇଏ ଜାତୀୟ ଶିକ୍ଷାନୀତି 2020ରେ ଏଥିରେ ସ୍ୱତନ୍ତ୍ରତା ଦିଆଯାଇଛି। ଆଉ ଏହି କ୍ରମରେ ପ୍ରଥମ ଥର କରି ଓଡ଼ିଶାରେ ଯେଉଁ ଗୋଟିଏ ଆଦିବାସୀ ଜାତିର ଭାଷା ଅଛି ସେଟା ହେଲା ସାନ୍ତାଳୀ ଜାତିର ଭାଷା। ଅଲଚିକି ତାର ସ୍କ୍ରିପ୍ଟ ଅଛି, ସାହିତ୍ୟ ଅଛି, ଲିଟରେଚର ଅଛି, ତାହାର ସଂସ୍କୃତି ଅଛି। ଆଉ ସେ ଭାଷାରେ ପାଠ୍ୟପୁସ୍ତକ ଛପା କାର୍ଯ୍ୟକ୍ରମ ଚାଲିଛି ଏବଂ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ କରିବା ପାଇଁ ବ୍ୟାପକ ଭାବରେ ପ୍ରସ୍ତୁତି ଚାଲିଛି। ଆଗାମୀ ଦିନରେ ପାଠ ପଢ଼ାଯିବ ସାନ୍ତାଳୀ ଭାଷାରେ। ବାକି ଅନ୍ୟ ଯେଉଁ ଭାଷା ଗୁଡ଼ିକ ଅଛି ତାଙ୍କର ସ୍କ୍ରିପ୍ଟ ଆଜି ନାହିଁ କିମ୍ବା ଯେଉଁ ଜାତିର ସ୍କ୍ରିପ୍ଟ ଆଜି ସାମ୍ନାକୁ କିଛି ଶୁଣାଯାଉଛି ଆସୁଛି ବୋଲି ଯେଉଁଦିନ କେନ୍ଦ୍ର ସରକାର ତାକୁ ମାନ୍ୟତା ଦେଇଦେବେ ସେଇ ଭାଷାରେ ଧୀରେ ଧୀରେ ମଧ୍ୟ ତାଙ୍କୁ ସେଇ ସ୍କ୍ରିପ୍ଟ ଆଧାରରେ ସେଇ ଭାଷାର ସେଇ ଜାତିର ସେଇ ପିଲାମାନଙ୍କୁ ପାଠ ପଢ଼ାଇବାର ବ୍ୟବସ୍ଥା ଆଜି ନୂତନ ଜାତୀୟ ଶିକ୍ଷାନୀତି ଏ ପଦ୍ଧତିରେ ଆଗକୁ ବଢ଼ିବା ପାଇଁ ଇଏ ଗୋଟିଏ ନୂଆ ପ୍ରୟାସ ଚାଲିଛି। ଆଜି ହେଉଛି ପବିତ୍ର ଗୁରୁ ଦିବସ, ସେପ୍ଟେମ୍ବର ମାସ 5 ତାରିଖ। ଠିକ୍ ଗତ ବର୍ଷ ସେପ୍ଟେମ୍ବର ମାସ 5 ତାରିଖରେ ଆମ ସରକାର ଆସିବାର ପ୍ରଥମ ଗୁରୁ ଦିବସ ଆମ ସରକାର ପାଳନ କରିଲେ ଏବଂ ବ୍ୟାପକ ଭାବରେ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ଆମର ଜାତୀୟ ଶିକ୍ଷାନୀତି 2020 ଆରମ୍ଭ କରାଯିବା ପରିପ୍ରେକ୍ଷୀରେ ଆମେ ଏକ ମିଶନ ଆରମ୍ଭ କରିଥିଲୁ ଆଉ ତାହା ହେଉଛି ନିପୁଣ ଓଡ଼ିଶା ମିଶନ। ଏ ନିପୁଣ ଓଡ଼ିଶା ମିଶନ ଆରମ୍ଭ କରିଥିଲୁ। ଏହି ମିଶନ ତାର କାର୍ଯ୍ୟକ୍ରମରେ ଆଜି ଗୋଟିଏ ବର୍ଷ ଆଜି ପୂରଣ କରୁଛି।